ଆଜିର 15ଟି ମହତ୍ତ୍ୱପୂର୍ଣ୍ଣ ଅନୁଚିନ୍ତା ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ନମ୍ବର 1, ବରର ଅଯୁଗ୍ମ ବୟସ ଏବଂ କନ୍ୟାର ଯୁଗ୍ମ ବୟସରେ ବିବାହ କଲେ ଶୁଭ ହୋଇଥାଏ। ନମ୍ବର 2, ସଂକ୍ରାନ୍ତି, ଦ୍ୱାଦଶୀ, ଅମାବାସ୍ୟା, ପୂର୍ଣ୍ଣିମା, ରବିବାର ଏବଂ ସନ୍ଧ୍ୟା ସମୟରେ ତୁଳସୀ ପତ୍ର ଛିଡ଼ାଇବା ଅଶୁଭ ଅଟେ। ନମ୍ବର 3, ଗୁରୁବାର ଦିନ ସୂର୍ଯ୍ୟାସ୍ତ ପରେ ଘର କାନ୍ଥରେ ଝିଟିପିଟି ଦେଖିଲେ ଠାକୁର ଘରୁ ଅରୁଆ ଚାଉଳ ଆଣି ମାନସିକ କରି ଝିଟିପିଟି ଉପରକୁ ପକାଇଲେ ଶୁଭଫଳ ମିଳିଥାଏ। ନମ୍ବର 4, କେବଳ ଠାକୁର ଘର ଛଡ଼ା ଅନ୍ୟ ଘରେ ମହାଭାରତ ବହି କିମ୍ବା ମହାଭାରତ ଯୁଦ୍ଧ ଫଟୋ ରଖନ୍ତୁ ନାହିଁ। ନମ୍ବର 5, ଯଦି କେବେ କୌଣସି ପ୍ରସିଦ୍ଧ ତୀର୍ଥସ୍ଥାନକୁ ଯାଇଛନ୍ତି ତେବେ ସେହି ସ୍ଥାନରୁ ମାଟି ଟିକିଏ ଆଣି ଗାଧେଇ ସାରିବା ପରେ ଘର ଅଗଣାରେ ପକାଇ ଦିଅନ୍ତୁ। ଏହା ଘର ପାଇଁ ବହୁତ ଶୁଭ ହୋଇଥାଏ। ନମ୍ବର 6, କେବେ ବି ବିଛଣା ତଳେ ପଇସା ରଖନ୍ତୁ ନାହିଁ। ଏହା ଲକ୍ଷ୍ମୀ ଛଡ଼ାର ଲକ୍ଷଣ ଅଟେ। ନମ୍ବର 7, କାଚ ପାତ୍ରରେ ଲୁଣ ରଖିଲେ ଘରକୁ ଶୁଭଫଳ ମିଳିଥାଏ। ନମ୍ବର 8, ମହୁ ଫେଣ ଘରେ କିମ୍ବା ବାଡ଼ିରେ ରହିଲେ ଶୁଭ, ବିଜନେସରେ ଉନ୍ନତି ହୋଇଥାଏ। ନମ୍ବର 9, ତୁଳସୀ ଗଛ ଶୁଖିଗଲେ ଅଶୁଭ ଲକ୍ଷଣ ହୋଇଥାଏ। ତୁଳସୀ ଗଛର ବୃଦ୍ଧି ହେଲେ ଶୁଭ ଲକ୍ଷଣ ହୋଇଥାଏ। ନମ୍ବର 10, ମଣିଷ ଶୋଇଥିବା ବେଳେ ଝିଟିପିଟି ଛାତି ଉପରେ ପଡ଼ିଲେ ମୃତ୍ୟୁ ଆସିବାର ସୂଚନା ମିଳିଥାଏ। ନମ୍ବର 11, ସଂକ୍ରାନ୍ତି ଦିନ ସ୍ୱାମୀ ହାତରୁ ସ୍ତ୍ରୀ ସିନ୍ଦୁର ପିନ୍ଧିଲେ ସ୍ତ୍ରୀ ସୌଭାଗ୍ୟବତୀ ହୋଇଥାନ୍ତି। ନମ୍ବର 12, ଯଦି ଆପଣଙ୍କ ପାଖରେ ପଇସା ବଞ୍ଚୁନାହିଁ ତେବେ ପକେଟରେ ବା ପଇସା ରଖୁଥିବା ଜାଗାରେ ବେଲପତ୍ର ସହିତ ମନ୍ଦାର ଫୁଲ ରଖନ୍ତୁ। ନମ୍ବର 13, ନୂତନ ଗୃହ ନିର୍ମାଣରେ ବାସ୍ତୁ ବିଚାର ପୂର୍ବ ଦିଗରେ ରୋଷେଇ ଘର, ପଶ୍ଚିମ ଦିଗରେ ଗାଈ ଗୁହାଳ, ଉତ୍ତର ଦିଗରେ ଜିନିଷ ରଖିବା ସ୍ଥାନ, ଦକ୍ଷିଣ ଦିଗରେ ଶୋଇବା ଘର। ନମ୍ବର 14, ଗୁରୁବାର ଦିନ ନଖ ଚୁଟି କାଟନ୍ତୁ ନାହିଁ ଏବଂ କୌଣସି ଜିନିଷ ପୋଡ଼ନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ। ନମ୍ବର 15, ଘରର ଡାହାଣ ପାଖରେ ତୁଳସୀ ଚଉରା ରହିବା ଉଚିତ ଏବଂ ଘରୁ ବାହାରିଲେ ବେଳେ ତୁଳସୀ ମୂଳର ମାଟି ଟିକିଏ ଆଣି ମୁଣ୍ଡରେ ମାରିଲେ ଶୁଭ ହୋଇଥାଏ। ଧନ୍ୟବାଦ ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଶେଷ ଯାଏ ଦେଖିଥିବାରୁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।